ପ୍ରେମ ଥାଏ ସେଇଠି ଦୈହିକ ଆକର୍ଷଣର କୌଣସି ମୂଲ୍ୟବୋଧ ନଥାଏ। କିନ୍ତୁ ଆଜି ଆମେ ଯେଉଁ 2024 ମସିହାରେ ଆମେ ଯୁବପିଢ଼ି ମାନେ ପ୍ରେମକୁ ନେଇ ଆମେ ଗୋଟେ ଖରାପ ରାସ୍ତାକୁ ଚାଲି ଯାଉଛୁ। ପ୍ରେମ ମାନେ ଦୈହିକ ଆକର୍ଷଣ ପ୍ରଥମେ, ସେଇଟା ସମସ୍ତ ମୁଣ୍ଡରେ ପହଞ୍ଚିଛି। ସେ ନାଟକର ଏଇ ନାଟକଟି ହେଉଛି ତାର ଜଷ୍ଟ ଅପୋଜିଟ୍, ଯିଏକି ପୁଅଟା ତାକୁ ବହୁତ ଭଲ ପାଉଛି, ଦିଗର ବସ୍ତ୍ର ପୁଅଟା, ବଟ୍ ସେ ତାକୁ କହିଛି ଯେ ବାହା ହେଇସାରିଲା ପରେ ସେ ଦେହକୁ ଛୁଇଁବ। ତ ଏମିତି ଭିତରେ ଗୋଟେ ପରିସ୍ଥିତି ସମୟ ଘଡ଼ି ଚାଲିଛି। ଗୋଟେ ଗାଁର ମାନେ ସେ ଯେଉଁ ଦୁଇ ଜଣଙ୍କ ଭିତରେ ଗୋଟେ ମେଳା ଭିତରେ ଭାଙ୍ଗ ଖାଇଦେଇଛି ଝିଅଟି, ତା ମନ କଥା କହିପାରୁନି। ଭାଙ୍ଗ ଖାଇସାରିଲା ପରେ ମନ କଥା କହିଦେବ ବୋଲି ସାଙ୍ଗମାନେ କହିଛନ୍ତି। ଭାଙ୍ଗ ଖାଇସାରିଲା ପରେ ସେ ନିଜର ଚେତନା ଶକ୍ତି ହରାଇ ବସିଛି। ଆଉ ସେଇ ସମୟରେ ଗୋଟେ ସହରୀ ଯୁବକ ସହିତ ତାର ଧକ୍କା ହେଇଛି। ସେ ଭାବିଛି ବୋଧେ ଇଏ ମୋର ସେଇ ପୁରୁଣା ପ୍ରେମିକ। ତ ତା ସହିତ ତାର ଶାରୀରିକ ସମ୍ପର୍କ ହେଇଯାଉଛି ମାନେ ଅଜାଣତରେ, ଯାହାଫଳରେ କି ସେଇଠୁ କାହାଣୀର ମୋଡ଼ ବଦଳି ଯାଇଛି। ସମସ୍ତେ କହୁଛନ୍ତି ଯେ ତୁ ତାକୁ ନେଇଯା ଛାଡ଼ିଦେ, ଇଏ କିନ୍ତୁ କହୁଛି ସେମିତି କିଛି ନାହିଁ, ମୁଁ ତାକୁ ଏବେ ବି ବାହା ହେବି। ସିଏ କୁଆଡ଼େ ଯିବନି, ସେ ମୋ ପାଖରେ ରହିବ। ହଁ ହେଲା ସହରୀ ବାବୁଟା ତାକୁ ଇଏ କରିଦେଇଛି, କିନ୍ତୁ ସେ ମୋରି ପାଖରେ ରହିବ, ମୁଁ ତାକୁ ଛାଡ଼ିବି। କିନ୍ତୁ ତା ଘର ଭିତରେ ସମସ୍ତେ କହିଛନ୍ତି ଯିବା ପାଇଁ, ସେ ବାହାରକୁ ଯାଇଛି। ସେଠି ଗଲା ପରେ ସେ ଯେଉଁ ସହରୀ ବାବୁ ଜଣକ ସେ ଆଉ ଜଣକୁ ବାହା ହେଇଯାଇଛି। ତ ସେଠିକି ଗଲା ପରେ ଯେଉଁ କାହାଣୀର ଟୁଇଷ୍ଟ ଆସି ପୁଣି ଆଉ ଗୋଟେ ଟୁଇଷ୍ଟ ଆସୁଛି, କ'ଣ ହେଉଛି କ'ଣ ନାହିଁ, ସେଇ ଘର ଲୋକ ସେ ଯେଉଁ ସହରୀ ବାବୁଟି ତାକୁ ଗ୍ରହଣ କରୁଛି କି ନାହିଁ, ସେଠି ଗଲା ପରେ ଏମାନେ ଦୁଇ ଜଣ କେଉଁ ଭାବରେ ରହୁଛନ୍ତି କି ଫେରି ଆସୁଛନ୍ତି, ଏଇସବୁ ଘଟଣାବସ୍ତୁକୁ ନେଇ କାହାଣୀଟି ହେଇଛି। ତ ମୁଁ ଏତିକି କହିବି, ବହୁତ ସୁନ୍ଦର ନାଟକ ହେଇଛି। ସମସ୍ତେ ବସିକି ବାପା ମାଆ ଭାଇ ଭଉଣୀ ସ୍ୱାମୀ ସ୍ତ୍ରୀ ଗୋଟେ ପରିବାରର ସମସ୍ତେ ଏକାଠି ବସି ଦେଖିବା ଭଳି ନାଟକଟିଏ ହେଇଛି। ସମସ୍ତଙ୍କ ଆଖି ତଳ ନିହାତି ଭାବରେ ଓଦା ହେବ। ସମସ୍ତେ ନାଟକୁ ମନୋରଞ୍ଜନ ନେବେ। ଏତିକି କହିବି ଯେ ଆପଣମାନେ ଯେଉଁ ପଇସା ଖର୍ଚ୍ଚ କରି ଟେଣ୍ଟ ଭିତରକୁ ଆସିବେ, ଆପଣଙ୍କର ପଇସାର କୌଣସି ଗୋଟେ ଟଙ୍କେ ବି ପାଣିରେ ପଡ଼ିବ ନିହାତି ଭାବରେ। ନିହାତି 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 ଆଜି ଦେଖୁଥିଲି ଦର୍ଶକମାନେ ଆପଣ ନାଟକ ଦେଖିବା ସମୟରେ ଆଜ୍ଞା ସେମାନେ କାନ୍ଦୁଥିଲେ। ଆଜ୍ଞା ମଧ୍ୟ ଆମେ ରଖିଛୁ। ଆଜ୍ଞା ଆଉ ଗୋଟେ କଥା ରହିଲା, ଆପଣ ସେଠି ଯେ ଅଭିନୟ କରୁଛନ୍ତି ଅଭିନେତ୍ରୀ ଦେବସ୍ମିତା, ପ୍ରଥମ କରି ହଁ ଦେବସ୍ମିତା ଏଇ ବର୍ଷ ପ୍ରଥମ ମାନେ ଦମଦାର ଅଭିନୟ ଆମେ ଦେଖିପାରିବୁ। ଗୋଟେ ତୁରନ୍ତ ନିଖୁଣ ଅଭିନୟ ସେ କରୁଛନ୍ତି ହଁ ଏବଂ ଦର୍ଶକଙ୍କ ମାନେ ମୁଖ୍ୟ ଆକର୍ଷଣ, ମୁଁ ଯେତିକି ଯାହା ଆମେ ଦେଖୁଥିଲୁ ଆକର୍ଷଣର ସେ ଗୋଟେ ମାନେ ସ୍ପଟଲାଇଟ୍ ହେଇଛନ୍ତି, କେନ୍ଦ୍ରବିନ୍ଦୁ ହେଇଯାଇଛନ୍ତି। ତାଙ୍କ ପାଖକୁ ଯାଉଛି ଆକର୍ଷଣ ବହିରା। କେମିତି କେମିଷ୍ଟ୍ରି ଥିଲା ଏବଂ ତାଙ୍କ ସହିତ ଯେଉଁ ଆପଣଙ୍କର କମ୍ବିନେସନ କେମିଷ୍ଟ୍ରି କେମିତି ରହିଥିଲା ସାର୍? ବହୁତ ଭଲ ଥିଲା। ଦେବସ୍ମିତା ନୋ ଡାଉଟ୍ ବହୁତ ଭଲ ଅଭିନେତ୍ରୀ। ସେ ବହୁତ ଭଲ ଭଲ ସୁନ୍ଦର ସୁନ୍ଦର ସିରିଏଲ୍ ଆପଣମାନଙ୍କୁ ଦେଇଛନ୍ତି। ଆପଣ ସିରିଏଲ୍ ବି ତାଙ୍କୁ ଭଲ ପାଇବା ଦେଇଛନ୍ତି। ତ ଯାତ୍ରାରେ ଆପଣମାନେ ତ ଦେଖିଥିବେ ସେ କୋଉଭଳି ଭାବରେ ଅଭିନୟ କରୁଛନ୍ତି। ନିହାତି ଭାବରେ ମୁଁ ଆପଣଙ୍କୁ କହୁଛି ଯେ ମୋର ସେତିକି ଦୃଢ଼ ବିଶ୍ୱାସ ଅଛି, ସେ ନିହାତି ଭାବରେ ଯାତ୍ରା ଜଗତକୁ ଭଲ ସେଇ ଅଭିନେତ୍ରୀ ତାଙ୍କ ଅଭିନୟରେ ନିହାତି ଭାବରେ ଆପଣଙ୍କୁ ମନ୍ତ୍ରମୁଗ୍ଧ କରିବେ, ଆପଣଙ୍କ ମନ ରଖିବେ। ଆପଣଙ୍କୁ ଲାଗିବ ନାହିଁ ଯେ ସେ ଟେଲି ଜଗତରୁ ଆସିଛନ୍ତି, ସିରିଏଲରୁ ଆସିଛନ୍ତି, ଫିଲ୍ମରୁ ଆସିଛନ୍ତି। ଯାତ୍ରା କରିବା ଗୋଟେ ନିଆରା କଥା, ନିଆରା ଢଙ୍ଗ, ସେମିତି କିଛି ଆପଣଙ୍କୁ ଫିଲ୍ ହେବ ନାହିଁ।